ବାଲିଗୁଡ଼ା ବାଲିଗୁଡ଼ା କନ୍ଧମାଳରୁ ଯେଉଁ ବସ୍ ମନିଗୁଡ଼ା ଯାଉଥିଲା ସିଏ ଏପର ପରମିଟ୍ ନାହିଁ, ପ୍ରାୟ 20-15 ବର୍ଷର ଗାଡ଼ି ଯାକ ଯାଉଥିଲା। କିନ୍ତୁ ଏବେ ବିଷମକୋଟର ଦୁଇଟା ମାଲିକ ଗୁଣପୁରରୁ ଫୁଲବାଣୀ ପରମିଟ୍ ଆଣିଛନ୍ତି, ଯେଉଁଟାକି ଆମର ଫୁଲବାଣୀ ଜିଲ୍ଲା କଭର କରିବା ପରେ କନ୍ଧମାଳ ଭିତରେ ପ୍ରାୟ 15ଟି ଗାଡ଼ିର ସେମ୍ ଟାଇମ୍ରେ ତାଙ୍କ ପରମିଟ୍ ପାଇଛନ୍ତି। ଆଜିର ନିଷ୍ପତ୍ତି ହେଲା ଯେ ଆମେ ସେ ବିଷମକୋଟକୁ ମଧ୍ୟ ଜଣାଇଲୁ ଯେ ତୁମର ପରମିଟ୍ ସେମ୍ ଟାଇମ୍ ଅଛି, ଆପଣ ନୂଆ ପରମିଟ୍ ଆଣିକରି ଗାଡ଼ି ଚଲାନ୍ତୁ। ଆଉ ଆମର ଯେଉଁ ଗାଡ଼ି ଯାକ ଚାଲିଛି ବନ୍ଦ କରିଦେଇଛନ୍ତି, ସେ ଗାଡ଼ି ଯାକ ଚାଲିବାକୁ ଦିଅନ୍ତୁ। ଯେହେତୁ ତାଙ୍କର ସଂଘ ନାହିଁ, ରେଜିଷ୍ଟ୍ରେସନ୍ ସଂସ୍ଥା ନାହିଁ। ଆମର କନ୍ଧମାଳର 3ଟି ଯାକ ସଂଘର ରେଜିଷ୍ଟ୍ରେସନ୍ ଅଛି। ରାୟଗଡ଼ା ସଂଘକୁ ପଚାରିଲେ ତାଙ୍କ ସଭାପତି କହୁଛନ୍ତି ମୁନିଗୁଡ଼ାକୁ କୌଣସି ମାଲିକ ଆମର ନାହାନ୍ତି, କେବଳ ଗୋଟେ ମାଲିକ ଅଛନ୍ତି। ସିଏ ହକରମାନଙ୍କୁ ଧରି ତାଙ୍କେ କ'ଣ ଆମର ଗାଡ଼ି ଯାକୁ ବନ୍ଦ କରିଦିଅନ୍ତି। ସେଥିପାଇଁ ଯେଉଁ ଟ୍ରେନ୍ରୁ ରାୟପୁରରୁ, କେରଳରୁ ଆଉ ୱାଲ୍ଟେରରୁ ଯେଉଁ ବିଷମକୋଟ ମେଡ଼ିକାଲ ଯିବାକୁ ବହୁତ ଲୋକ ଅସୁବିଧା ହେଉଛନ୍ତି। ଆଜି ଆମର ଜିଲ୍ଲାର ସମସ୍ତ ମାଲିକ ନିଷ୍ପତ୍ତି ନେଲେ ଆମେ ବୁଧବାର ଦିନ ପ୍ରତ୍ୟେକ ଗାଡ଼ି ଜିଲ୍ଲାରୁ ଛାଡ଼ିବୁ। ଯଦି ଗାଡ଼ି ଆମର ଅଟକାନ୍ତି ଆମେ ଆଇନର ଆସର କନ୍ଧମାଳ ଏସ୍ପି କଲେକ୍ଟରଙ୍କ ତୁଲେ ସାକ୍ଷାତ କରିବୁ। ଆମର କନ୍ଧମାଳ ଜିଲ୍ଲାର କେତେକ ଯୁବଗୋଷ୍ଠୀ ଯେଉଁମାନେ କି ବସ୍ ବ୍ୟବସାୟରେ ଲିପ୍ତ ଅଛନ୍ତି ଏବଂ ବସ୍ ବ୍ୟବସାୟରୁ ସେମାନଙ୍କର ଗୁଜରାଣ ମେଣ୍ଟେନ୍ କରନ୍ତି। ଆମର ବର୍ତ୍ତମାନ ଡିଷ୍ଟ୍ରିକ୍ଟରେ ଯେଉଁ ପ୍ରକାର ପରମିଟ୍ ଉପରେ ଚାଲିଛି 15-20 ମିନିଟ୍ ଗ୍ୟାପ୍ରେ ସବୁ ଗାଡ଼ି ଚାଲିଛି। ଏ ଭିତରେ ଆମେ ବି ଅନ୍ୟ ଜିଲ୍ଲାକୁ କୁଆଡ଼େ ଯିବୁ ବୋଇଲେ ଆମକୁ ମଧ୍ୟ ସମୟ ଦେଉନାହାନ୍ତି କି ଚଲେଇ ଦେବାକୁ ସୁଯୋଗ ଦେଉନାହାନ୍ତି। ଆମର ଗାଡ଼ି ଗୁଡ଼ାକ ମୁନିଗୁଡ଼ା ଆଜିକି 20-25 ବର୍ଷ ହେଲା ଚାଲିକିରି ଆସୁଅଛି। କିନ୍ତୁ ଏବେ ନୂତନ ଭାବରେ 2ଟା ପରମିଟ୍ ଆସିଲା ଫଳରେ ଯେଉଁ ଗାଡ଼ି ଗୁଡ଼ାକ କି ଆମର ବହୁତ ଗୁଡ଼ିଏ କ୍ଲାସ୍ ହେଉଛି ଗାଡ଼ି ଗୁଡ଼ାକୁ ଆମର ମିଳିତ ଭାବେ ମଞ୍ଚର ଆହ୍ୱାନ କରାଯାଇଥିଲା। ସେଠି ଆମେ ଆଜି ଡିସ୍କସନ୍ କଲୁ ଯେ ସେ ଗାଡ଼ି 2ଟା ଚାଲିଲେ ଅନ୍ୟ କୌଣସି ଟାଇମ୍ ଆଣିଲେ ଆମେ ଚଲେଇବାକୁ ଦେବୁ। କିନ୍ତୁ ଏ ସମୟରେ ଯେହେତୁ ଅନେକ ଗୁଡ଼ିଏ ଗାଡ଼ିକୁ ମାଡ଼ ହେଉଛି, ତେଣୁକରି ତାଙ୍କୁ ତାଙ୍କୁ ନ ଚଲେଇବା ପାଇଁ ଅନୁରୋଧ କରାଗଲା। ଆଉ ଏ ଯେଉଁ ଆମର ସଂଘ ହେଇଛି ମାନେ ଆଗାମୀ ଭବିଷ୍ୟତ ପାଇଁ ଫୁଲବାଣୀ ଜିଲ୍ଲାର ସମସ୍ତ ଘରୋଇ ବସ୍ ମାଲିକ ସଂଘର ସଭ୍ୟମାନଙ୍କର ମାନେ ବ୍ୟବସାୟ ଉପରେ ଜଡ଼ିତ ଯେକୌଣସି ସମସ୍ୟା ଆସିଲେ ସମସ୍ତେ ଏକ ସ୍ୱରରେ ତାର ପ୍ରତିବାଦ କରିବା ସହିତ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସ୍ଥିର କରାଗଲା।